ଗୋଟେ ଡାଉଟ୍ ଆସିଛି, ମାନେ ମୁଁ ସବୁ ମାନେ ଧର୍ମରେ ଯାଇ ବସିକି ଶୁଣେ, ମାନେ ସେ କଣ କହୁଛନ୍ତି, ମାନେ ଯୋଉ ଆପଣଙ୍କର ଯୋଉ ମହିମା ଧର୍ମ ହଉ କିମ୍ବା ଆମର ଯୋଉ ଜୟଗୁରୁ ଆଉ ଯୋଉ ଗୌଡୀୟ ମଠ ସବୁ ଆସେ, ମୁଁ ମାନେ ଯାହା ନିଜେ ଅନୁଭବ କଲି ଯେ ସମସ୍ତଙ୍କର ମାନେ ମାନେ ଗୋଟିଏ ଅନୁଭବ ହଉଛି ଯେ ସମସ୍ତେ ମାନେ ଜୀବଙ୍କୁ ଦୟା କରିବା ଆଉ ମାନେ ଶାନ୍ତି, ଲୋଭ, ମୋହ, କ୍ରୋଧ ଏଥିରୁ ଦୂରେଇକି ରହିବା, ମାନେ ଗୋଟେ ଗୋଟେ ମାନେ ଗୋଟେ ଗୋଟେ ଶାନ୍ତି ଜୀବନ କେମିତି ଯାପନ କରିବା, ଗୋଟେ ଧର୍ମ ଅନୁସାରେ କେମିତି ଜୀବନ ଯାପନ କରିବା, ସବୁ ଧର୍ମରେ ସେଇଟା ଶିଖଉଛନ୍ତି। କିନ୍ତୁ ମାନେ ଯୋଉ ଆମର ଆତ୍ମାର ଗତି, କିଏ କିଏ କୋଉ ଯଦି କିଏ ଜଣେ ଯୋଉ ଧର୍ମ ମାର୍ଗ ନେଇ ଯାଉଛି, ଯାହାହେଲେ ତ ଜଣକୁ ଗୁରୁ କରିବାକୁ ପଡିବ, ଯୋଉ ମାର୍ଗରେ ହେଲେ ଜଣକୁ ଗୁରୁ ସ୍ୱୀକାର କରିବାକୁ ପଡିବ। କିନ୍ତୁ ସମସ୍ତଙ୍କର ଉପାସନା ଭିନ୍ନ, କିଏ ତାଙ୍କର ଉପାସନାର ମାର୍ଗ ଭିନ୍ନ। ତେଣୁକରି ଯାହାକୁ ଯୋଉ ମାର୍ଗରେ ଯିବା, ଆମର ଗତି କଣ ହବ, ଯଦି ମଲା ପରେ ଆମେ କୋଉ ମାର୍ଗରେ ଉପାସନା କଲେ ଆମର ଆତ୍ମାର ଗତି କୁଆଡିକି ହବ। ମୁଁ ସେଇ କଥା ଯେ ଆମେ ଏବେ ଆପଣଙ୍କ ନିରାକାର ବ୍ରହ୍ମ ଜ୍ୟୋତିକି ସ୍ମରଣ କରିକି ଧ୍ୟାନ କରିବା, ଆମର ଗତି କଣ ହବ, ଆଉ ସାକାର ରୂପ ଯୋଉମାନେ ସେ କହୁଛନ୍ତି ତାଙ୍କୁ ଯଦି ଆରାଧନା କରିକି ତାଙ୍କରି ମାର୍ଗରେ ଚାଲିଲେ ତାହେଲେ ଗତି କଣ ହବ। ସମସ୍ତଙ୍କର ମାର୍ଗ ଭିନ୍ନ ଭିନ୍ନ, କିନ୍ତୁ ଗତି ହଉଛି ଏକ, ଲକ୍ଷ୍ୟ ହଉଛି ଏକ। ତେଣୁ ସମସ୍ତଙ୍କର ଗତି ହଉଛି ମୁଖ୍ୟ ଗତି। ତେଣୁ ଗୋଟିଏ କଥା ହଉଛି ବିଭିନ୍ନ ପ୍ରକାର ମାର୍ଗରେ ସେମାନେ ମାନେ ପନ୍ଥା ପରିଚାଳନା କରୁଛନ୍ତି, କିନ୍ତୁ ଆମର ବର୍ତ୍ତମାନ କୋଉ ମାର୍ଗଟା ଅବଲମ୍ବନ କଲେ ଆମକୁ ସହଜ ସରଳ ହବ, ଆମେ ସେଇ ମାର୍ଗ ଅବଲମ୍ବନ କରିକିରି ଆମେ ଚଳିବା। ମନେ କରାଯାଉ ଗୋଟେ ଲୋକ ସେ ପୋଲିସ ଚାକିରି କରିଛି, ଚାରିଆଡେ ଟୁରକୁ ଯାଉଛି, ମାଛ ମାଂସ ଭଲ ମନ୍ଦ ଖାଉଛି। ଯଦି ତା ବେକରେ ଗୋଟିଏ ଝୁଲା ପକେଇକି ମାଳି ଠକ୍ ଠକ୍ କରିବା ପାଇଁ ତମେ କହିବ, ସେ କଣ କରିପାରିବ? ତା ଚାକିରି କରିଛି ନା। ତେଣୁ ତା ପାଇଁ ଅବଧୂତ କର୍ମଟା ହଉଛି ଠିକ। ଅବଧୂତ କର୍ମରେ ତମେ ଯାହା ଖାଉଛ ଖା, ଯାହା କରୁଛ କର, ତମେ କିନ୍ତୁ ସବୁ କର୍ମ କରିକି ମଧ୍ୟ ଗତି ପାଇପାରିବ। ଆଚ୍ଛା, ଗୌଡୀୟ କର୍ମ କିମ୍ବା ଅନ୍ୟ ଯୋଉ କର୍ମ ଅଛି, ସେ କର୍ମରେ ସେମାନେ ମଧ୍ୟ ତାଙ୍କର ବିକାରୀ ଧର୍ମ। ଦି ପ୍ରକାର ଅଛି, ଦି ପ୍ରକାର କର୍ମ ଅଛି। ଗୋଟେ ହଉଛି ବିକାରୀ କର୍ମ, ଆଉ ଗୋଟେ ହଉଛି ନିର୍ବିକାରୀ କର୍ମ। କିନ୍ତୁ ତମେ ପସନ୍ଦ କର ତମର କୋଉ ମାର୍ଗରେ ଗଲେ ତମକୁ ଠିକ ହବ, ତମେ ସେଟା ଚିନ୍ତା କରିବ। ଇଏ ହେଲା ଏକ। ଦ୍ୱିତୀୟ କଥା ହଉଛି ଯେ ପରମହଂସ ମାର୍ଗୀ ଯୋଉମାନେ, ସେମାନେ ସଦ୍ଗୁରୁ। ତେଣୁ ସଦ୍ଗୁରୁଙ୍କୁ ଧର। ସେ ଯୋଉ ମାର୍ଗ ଯୋଉ ମନେ କରାଯାଉ ଗୌଡୀୟ ପନ୍ଥାରେ ତମକୁ କହୁଛନ୍ତି, କିନ୍ତୁ ତାଙ୍କ ଭିତରୁ ଯିଏ ସଦ୍ଗୁରୁ ହେଇଥିବ ସେଇଆକୁ ଧର, ତମର ଅଲକ୍ଷ୍ୟ କରିବେ। ବା ଯୋଉ ପନ୍ଥକୁ ତମେ ଯାଅ, ତାଙ୍କ ଭିତରୁ ତମେ ଖୋଜ ସଦ୍ଗୁରୁ କିଏ। ସଦ୍ଗୁରୁ କେବଳ ମୋକ୍ଷର ଗତି ବା ଆତ୍ମାର ଗତି ପରିଷ୍କାର କରିପାରିବେ। ସଦ୍ଗୁରୁଙ୍କୁ ଛାଡିଦେଲେ ଅନ୍ୟ କାହାର କ୍ଷମତା ନାହିଁ, ସେ ତମକୁ ମୋକ୍ଷ ମାର୍ଗକୁ ନେଇଯିବେ। ତେଣୁ ସଦ୍ଗୁରୁଙ୍କୁ ଧର। ଆଜ୍ଞା। ହଁ, ସଦ୍ଗୁରୁଙ୍କୁ ଧଇଲେ ହବ, ସେ ଯୋଉ ମାର୍ଗରେ ହଉନ୍ତୁ ନା କାହିଁକି। କିନ୍ତୁ ଏଇଆ କଣ, ତମେ ଚିନ୍ତା କର କୋଉ ମାର୍ଗରେ ଗଲେ ତମକୁ ସହଜ ସରଳ ସୁଲଭ ହବ, ସେ ପନ୍ଥାଟା ବାଛିବା ତମର। ଆଉ ଆମେ ଯଦି ମାନେ ଗୁରୁଙ୍କୁ ବାଛିବା, ସିଏ କହୁଛନ୍ତି କି ମୁଁ ତ ସବୁ ଧର୍ମରେ ଯାଇ ବସି ଶୁଣେ, ସେ କୁହନ୍ତି ଯାହାର ମାନେ ପରମ୍ପରା ନଥିବ ସେଇ ମାନେ ସେଠୁ ଗୁରୁ ଗ୍ରହଣ କରିବନି। ଯାହାଙ୍କର ମାନେ ଗୁରୁ ପରମ୍ପରା, ମାନେ ଯଦି ମାନେ ସିଏ କହୁଛନ୍ତି ଯେ ଆମର ଗୁରୁ ପରମ୍ପରା ମାନେ ପୁରା ଆସିଛି, ମାନେ ବ୍ରହ୍ମମାଦ୍ୟ ସମ୍ପ୍ରଦାୟ ବ୍ରହ୍ମାଙ୍କ ଠାରୁ ଆସିଛି। ଆଉ ଯୋଉ ସବୁ ରହିଲେ ତାଙ୍କର ଗୁରୁ ପରମ୍ପରା ନାହିଁ, ସେ କାଳକ୍ରମେ କଳି ଯୁଗରେ ଆସିଛି, ଆଉ ସେ କାଳକ୍ରମେ ମଧ୍ୟ ଶେଷ ହେଇଯିବ। ସେ ଧର୍ମ, ସେ କେବଳ ଯୋଉ ଧର୍ମ ଭଗବାନଙ୍କ ଠାରୁ ଆସିଛି ସେଇଟା ହଉଛି ଧର୍ମ। ଏମିତି ସବୁ ମନରେ ବିଚାର। ଶୁଣ, ସେ ସବୁ କଥା କହୁଛନ୍ତି ଠିକ, କିନ୍ତୁ ସେଇ କଥାଟା ହଉଛି ଅନ୍ଧ ଶିକ୍ଷା। ଅନ୍ଧ ଶିକ୍ଷା ଅର୍ଥ ବ୍ରହ୍ମାଙ୍କ ଠାରୁ ଆସେ, ଅମୁକ ଠାରୁ ଆସେ, ତାର ପ୍ରମାଣ ସେମାନେ ଦେଇକି ତତ୍ଵ ଗୁରୁ ଛଡା ଅନ୍ୟ କେହି ତମକୁ ମୋକ୍ଷ ମାର୍ଗକୁ ନେଇପାରିବେନି। ଗୁରୁ ପରମ୍ପରା ମାର୍ଗ ନାହିଁ, ଅନ୍ୟ ମାର୍ଗ ଅଛି, ସେ କଥା ଆମେ କହିପାରିବୁନୁ। କିନ୍ତୁ ଯିଏ ହଉଛନ୍ତି ସଦ୍ଗୁରୁ, ତାଙ୍କର ଠାରୁ ତମେ ନବା ଦରକାର। ସେ ପରମ୍ପରା ମାର୍ଗ ହଉ ନ ହଉ, ଯାହା ହଉ, ସଦ୍ଗୁରୁଙ୍କ ପାଖରେ ନିୟମ ନାହିଁ। କଣ ବୁଝିପାରୁଛୁ ନା? ଯିଏ ନିୟମ ସୃଷ୍ଟି କରେ, ସିଏ ନିୟମକୁ ଭାଙ୍ଗିପାରେ, ହେଲା। ତେଣୁ ସଦ୍ଗୁରୁଙ୍କ ଷ୍ଟେଜକୁ ଯିଏ ଯିବେ, ସେ ସବୁ ନିୟମରୁ ଅତୀତ। ତେଣୁ ନିୟମ ସୃଷ୍ଟି କରିପାରିବେ, ନିୟମ ଭାଙ୍ଗି ପାରିବେ। ଗୁରୁ ପରମ୍ପରା କ୍ରମରେ ଯିଏ ଆସୁଛନ୍ତି, ତାମାନେ ସିଏ କହୁଛନ୍ତି ତାଙ୍କରି ଗୁରୁ ପରମ୍ପରା କ୍ରମରେ, ହଁ କିଛି ଅଛି, ଗୁରୁ ପରମ୍ପରା କ୍ରମ ଠିକ। କିନ୍ତୁ ଗୁରୁ ପରମ୍ପରା କ୍ରମରେ ଗୁରୁ ଧରିଲେ ଠିକ, କିନ୍ତୁ ସେଇ ଗୁରୁ ପରମ୍ପରା କ୍ରମରେ ମନେ କରାଯାଉ ଗୋଟେ ଗବା ଲୋକ ଅଛି। କଣ ବୁଝିପାରୁଛୁ ନା? ଆଜ୍ଞା। ଗୁରୁ ପରମ୍ପରା କ୍ରମରେ ସେ ଜଣେ ଗୋଟେ ଗବା ଲୋକ ଅଛି, ତାର କିଛି ଜ୍ଞାନ ଫାନ କିଛି ନାହିଁ, କିନ୍ତୁ ସେ ଗୁରୁ ପରମ୍ପରା କ୍ରମରେ ଆସିଛି। ସେଇଟା ତେଣୁ ତ ଆଜ୍ଞା ଠିକ,
ସେଇ କଥା ତ ମୁଁ କହୁଛି, ଆମେ ଯଦି ଗୁରୁ ପରମ୍ପରାରେ ଯାଉଥିବା କିନ୍ତୁ ଲୋଭ କ୍ରୋଧ ମାନେ ସିଏ କିଛି ମାନେ ଛାଡିବାନି, ପାପ କର୍ମ କରିବା, କହିବା ଆମେ ଗୁରୁ ପରମ୍ପରାରେ ଅଛୁ। କେମିତି ହବ? ହବନି। ଆଜ୍ଞା ସେଇ ସକାଶେ ମୁଁ କହୁଛି ଯେ ତମେ ପ୍ରଥମେ ଗୋଟେ ଗୁରୁକୁ ବାଛ ଯିଏକି ସଦ୍ଗୁରୁ ହେଇଥିବେ ଏବଂ ତମ ଅନ୍ତରକୁ ଛୁଇଁଲା ଭଳିଆ ତମେ ଜାଣିବ ଯେ ତାଙ୍କର କାର୍ଯ୍ୟକଳାପ ଭଲ ମନ୍ଦ ସବୁ ତମକୁ ଭଲ ଲାଗିଲା, ସେ ଜଣେ ସଦ୍ଗୁରୁ ହେଇଛନ୍ତି ବୋଲିକି ତମେ ଦେଖିଲ ଜାଣିଲ, ତାପରେ ତାଙ୍କୁ ଗୁରୁ କଲେ ତମର ସଫଳ ହବ। ଆଉ ଗୁରୁ ପରମ୍ପରା କ୍ରମରେ ତମେ ଆସିବ, ଦେଖିଲା ବେଳକୁ ଗୁରୁ ପରମ୍ପରା କ୍ରମରେ ଜଣେ ଯିଏ ଗୋଟେ ଲାଷ୍ଟ ବେଳକୁ ଯିଏ ରହିଛି, ଯିଏ ଗୁରୁ ଦୀକ୍ଷା ଦଉଛନ୍ତି, ଗୁରୁ ପରମ୍ପରା କ୍ରମରେ ଅଛନ୍ତି, ତାଙ୍କର ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ସିଦ୍ଧି ନାହିଁ, ସେ ଖାଲି ଉପାଧି ଧାରିକି ବସିଛନ୍ତି। ତେଣୁ ସେମାନଙ୍କ ପାଖରୁ ଦୀକ୍ଷା ନେଲେ ତମେ କଣ ମୁକ୍ତି ମାର୍ଗ ପାଇପାରିବ? ସେ କଥା ନୁହେଁ। ତମେ ମୁଖ୍ୟ ମାର୍ଗ ଯିବା ପାଇଁ ଯୋଉ ଗୁରୁ ତମକୁ ତତ୍ଵ ଜ୍ଞାନ ବତେଇବେ, ଯୋଉ ଗୁରୁ ତମର ସନ୍ଦେହ ମୋଚନ କରିବେ, ଯିଏ ସଦ୍ଗୁରୁ ତମକୁ ଠିକ ବାଟ ବତେଇବେ, ତାଙ୍କୁ ହିଁ ଧଇଲେ ତମେ ପାଇବ। ୟାଙ୍କୁ ସମିତ ଯାଇଥାଏ ଲୋକଙ୍କୁ ଗୁରୁ ପରମ୍ପରା କ୍ରମରେ ଯଦି ସେ କିଛି ଉପଯୁକ୍ତ ଲୋକ ହେଇନଥିବ ତାକୁ ଧରିଲେ କଣ ହବ? ହବନି। ତାପରେ ଆଉ ଗୋଟେ ଯୋଉ କଥା, ମନେକର ଭଗବାନଙ୍କୁ ଆମେ ଯୋଉ ମାନେ ସ୍ମରଣ କରିବା, ଆମେ ଯୋଉ ସେମାନେ କହୁଛନ୍ତି ଯେ ମାନେ ଦିଟା ମୁଁ ବି ନିଜେ ବି ଜାଣିପାରୁନି, ମାନେ ଯୋଉ ନିରାକାର ଯୋଉ ମାନେ ସବୁ ବ୍ରହ୍ମ ମହିମା, ସେମାନେ କହୁଛନ୍ତି ଭଗବାନଙ୍କର ସ୍ୱରୂପ ନାହିଁ, ଭଗବାନ ହଉଛନ୍ତି ମାନେ ଭଗବାନଙ୍କର ନିର୍ଗୁଣ ଆଉ ନିରାକାର ସ୍ୱରୂପ, ଆଉ ସେମାନେ କହୁଛନ୍ତି ଭଗବାନଙ୍କର ମାନେ ସଚ୍ଚିଦାନନ୍ଦ ରୂପ। ତାପରେ ଯଦି ବ୍ରହ୍ମକୁ ମାନେ ଆରାଧନା କରିବ ସେମିତି, ତାହେଲେ ତମେ ବ୍ରହ୍ମ ଜ୍ୟୋତିରେ ଲୀନ ହେଇଯିବ, ତମେ ଭଗବାନଙ୍କୁ ଉପଭୋଗ କରିପାରିବନି। ତମେ ଭଗବାନଙ୍କର ସେବା, ଯଦି ଭଗବାନଙ୍କ କୃଷ୍ଣଙ୍କୁ ଆରାଧନା କରିବ, ତାହେଲେ ତମକୁ ଯୋଉ ବୈକୁଣ୍ଠରେ ଭଗବାନଙ୍କ ସେବକ ହେଇକି ଜନ୍ମ ଲାଭ କରିବାକୁ ପଡିବ। ଆଉ ଯଦି ବ୍ରହ୍ମ ଜ୍ୟୋତିକି ସ୍ମରଣ କରିବ, ଗୋଟେ ବିନ୍ଦୁ ହେଇକି ତା ଦେହରେ ଲୀନ ହେଇଯିବ, ତମେ କିଛି ଉପଭୋଗ ମାନେ ଯେପରି ଗୋଟେ ଫଳ ଖାଇକି ମଜା ନବା, ଆଉ ଫଳ ଧିରେ ଲୀନ ହେଇଯିବା, ଏ ଦିଟା ଭିତରେ ଅନ୍ତର ଏମିତି କହନ୍ତି। ମୁଁ ବି ସେଇଟା ଜାଣିପାରେନି, ମାନେ ଆକ୍ଚୁଆଲି ଶୁଣୁ, ଭଗବାନ ସେ କଥା ଶୁଣୁ, ଯିଏ ଯୋଉ କଥା କହୁଛି ସିଏ ତାଙ୍କ କଥାଟା ହିଁ କେବଳ କହୁଛି। ତୁ ସମସ୍ତଙ୍କ କଥା ଶୁଣି ସାରିକି ତୁ ନିଜେ ସିଦ୍ଧାନ୍ତ କରୁ, କୋଉ କଥା କରୁ। ମୁଁ ତତେ ଗୋଟେ କଥା କହୁଛି, ଶୁଣ, ତୁ ଏ କଥାଟାକୁ ମନେ ରଖି ମତେ ମୁଁ ପ୍ରଶ୍ନ ପଚାରିବି, ତୁ ମତେ ଉତ୍ତର ଦବୁ, ହେଲା? ଆଜ୍ଞା ଚିନି କଣ୍ଢେଇ, ହେଲା, ଗୋଟେ ଚିନି କଣ୍ଢେଇକି ରଖିବୁ, ଗୋଟେ ଜାଗାରେ ପୁଳେ ଚିନି ରଖିବୁ, ଆଜ୍ଞା ଦି ଜଣ ଲୋକକୁ ଆଣିବୁ, ହେଲା? ଜଣେ ଚିନି କି ଦେଖି ଦେଖି କହୁଛି, ଓ ଚିନିଟା ଭାରି ମିଠା। ଆଉ ଜଣେ ଚିନି କି ଖାଇକି କହୁଛି, କହିଲା ଭାରି ମିଠା। ଆଉ ଚିନି କଣ୍ଢେଇ କହୁଛି, କହିଲା ମୁଁ ତ ଚିନିମୟ, ମୋର ମିଠା କଣ ନା ଖଟା କଣ? ତେଣୁ କହିଲୁ, ଚିନି କଣ୍ଢେଇ ଆଉ ଯିଏ ଚିନି ଖାଉଛି ଆଉ ଯିଏ ଚିନି ମିଠା ମିଠା କହୁଛି, ଆଙ୍କ ଭିତରୁ ପ୍ରକୃତ ସ୍ୱାଦ କିଏ ପାଉଛି? ଯିଏ ମାନେ ଖାଉଛି। ନା, ସେଇ କଥାଟା ମାନେ ସେମାନେ, ତୁ ଯୋଉ ପୂର୍ବରୁ ଯୋଉ କଥା କହିଲୁ ଯେ ସେମାନେ କହୁଛନ୍ତି ଯେ ତମେ ଯଦି ଲୀନ ହେଇଯିବ ତମେ ଆଉ କିଛି ପାଇପାରିବ ନାହିଁ, ହେଲା ତ? ଏଇଆ କହୁଛନ୍ତି ନା? ଆଜ୍ଞା ହଁ, ଶୁଣୁ, ତାମାନେ ଯୋଉମାନେ ଲୀନ ହେଇଗଲେ ଭୟ କରୁଛନ୍ତି, କିଛି ପାଇବାର କାମନା ରଖୁଛନ୍ତି, ସେମାନଙ୍କର କାମନା ରହୁଛି ଆମେ କିଛି ପାଇବୁ, ଆମେ ସଚ୍ଚିଦାନନ୍ଦ ବିଗ୍ରହକୁ ମାନେ ଦର୍ଶନ କରିକି ଆମେ ଆନନ୍ଦ ପାଇବୁ, ଭକ୍ତି ମାନେ ପାଇବୁ। ସେବକ ହବୁ ଭଗବାନଙ୍କର, ବୈକୁଣ୍ଠରେ ଭଗବାନଙ୍କ ସେବା କରିବୁ, ଭଗବାନଙ୍କର ସେବକ। ଅର୍ଥାତ୍ ସେମାନଙ୍କର ହଉଛି କାମନା ରହିଛି, ଆମେ ସେବକ ହେବୁ, ହେଲା କି? ସେମାନଙ୍କର କାମନା ରହିଲା ଆମେ ନିଜେ ସେବକ ହେମୁ, ଆମେ ସେବ୍ୟ ହେମୁନୁ, ହେଲା କି? କିନ୍ତୁ ଯୋଉମାନେ ବ୍ରହ୍ମରେ ଲୀନ ହୁଅନ୍ତି, ସେ କହୁଛନ୍ତି ନା ନା, ଅହଂ ବ୍ରହ୍ମାସ୍ମି। ଶଙ୍କରାଚାର୍ଯ୍ୟ ଯୋଉ କହିଲେ ଅହଂ ବ୍ରହ୍ମାସ୍ମି, ମୁଁ ନିଜେ ହଉଛି ସେଇ ବ୍ରହ୍ମ, ଏଇ ଚିନ୍ତାଧାରା ସେମାନଙ୍କର ଆସିବ ନାହିଁ। ସେ କହୁଛନ୍ତି ବ୍ରହ୍ମ ମୋ ଠାରୁ ଅଲଗା, ମୁଁ ତାଙ୍କର ସେବକ। କଣ ବୁଝିପାରୁଛୁ ନା? ଏଇଟା ହଉଛି ତଳ କ୍ଲାସର କଥା। ଯେତେବେଳେ କହୁଛନ୍ତି ସେଠୁକୁ ଗଲେ ଯଦି କରିବ, ସେଠୁ ତମର ଫେରେ ଗତି ତଳକୁ ଅଛି, ମାନେ ପୁଣି ତମେ ଏ ମୃତ୍ୟୁ ଲୋକରେ ଜନ୍ମ କରିପାରିବ, କିନ୍ତୁ ଭଗବାନଙ୍କର ଧାମରେ ସେବକ ହେଲେ ତମର ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡିବନି। ସେଠି ତମର ଜନ୍ମ ମୃତ୍ୟୁ ଚକ୍ରରେ ନ ପଡିବା ହିଁ ଆମର ଦରକାର, ବୁଝିପାରିଲୁ କି? ସେ ତାମାନେ ଦିଟା କଥା ଶୁଣ, ଯେ ଗୋଟେ କଥା ହଉଛି ପୁଣି ଜନ୍ମ ମୃତ୍ୟୁ ଚକ୍ରରୁ ଆସିକି ଆମେ ସେବା କରିମୁ, ପୁଣ୍ୟ କର୍ମ କରିମୁ, ଏ ସଂସାରରେ ରହିବୁ, ହେଲା ତ? ତାହେଲେ ଦି ପ୍ରକାରର ଗତି ଅଛି, ଗୋଟେ ପୁଣ୍ୟ କର୍ମୀ, ଗୋଟେ ପାପ କର୍ମୀ। ପାପ କର୍ମୀ ମାନେ ପ୍ରେତ ଯୋନିକି ଯାଇକି ପୁନଶ୍ଚ ଜନ୍ମ ଗ୍ରହଣ ହୁଅନ୍ତି, ପୁଣ୍ୟ କର୍ମୀ ମାନେ ଦେବଲୋକକୁ ଯାଇକି ପୁନଶ୍ଚ ଜନ୍ମ ଗ୍ରହଣ କରନ୍ତି, ହେଲା କି? ତାହେଲେ ବ୍ରହ୍ମ ମାର୍ଗୀ ଯୋଉମାନେ, ସେମାନଙ୍କର ଜନ୍ମ ମୃତ୍ୟୁ ଚକ୍ର ନାହିଁ। ମୋର ଗୋଟେ କଥା, ମୁଁ ତତେ ଗୋଟେ ଉଦାହରଣ ଦଉଛି, ତାପରେ ତୁ ମତେ ବୁଝେଇଦବୁ।
ହେଲା। ମୁଁ ଉଦାହରଣ ଦଉଛି ଶୁଣୁ ଯେ ଦିଟା ଲୋକ ଆଜ୍ଞା ହେଲା, ଦିଟା ଲୋକ ମାନେ ଅପରାଧ କରିଛନ୍ତି ହେଲା। ଆଜ୍ଞା ଜଣେ ହଉଛି ମାନ୍ୟଗଣ୍ୟ ବ୍ୟକ୍ତି, ତାଙ୍କୁ ସୁନା କଡିରେ ବାନ୍ଧିକି ନଉଛନ୍ତି। ଆଉ ଜଣେ ହଉଛନ୍ତି ସାଧାରଣ ଲୋକ, ତାକୁ ଲୁହା କଡାରେ ବାନ୍ଧିକି ନଉଛନ୍ତି। ସିଏ ଲୁହା କଡାରେ ବନ୍ଧା ହେଇଛି, ଇଏ ସୁନା କଡାରେ ବନ୍ଧା ହେଇଛି। ଏ ଦି ଜଣ ଯାକେ ଗୋଟିଏ ଜାଗାକୁ ଯିବେ ନା କୋଉଠିକି ଯିବେ? ଗୋଟିଏ ଜାଗାକୁ ଯିବେ। ବାସ ଜେଲକୁ ଯିବେ। ଆଉ ତେଣୁ ସୁନା ଲୁହା ସହିତ କଣ ସମ୍ପର୍କ ଅଛି? ଠିକ ସେଇଭଳି ଯେ ତମେ ଜନ୍ମ ମୃତ୍ୟୁ ଚକ୍ରକୁ ଯୋଉ ଆସିବ, ଏଇଟା ହଉଛି ଜେଲ ଖାନା। ବୁଝିପାରୁଛ କି? ଜନ୍ମ ମୃତ୍ୟୁ ଚକ୍ରରେ ଆମେ ଯେତେବେଳେ ମାନେ ବୁଲୁଛନ୍ତି, ଏଇଟା ହଉଛି ଜେଲ ଖାନା। ଏଇ ଆଜ୍ଞା ଜେଲ ଖାନାକୁ ଯୋଉମାନେ ପାପ କର୍ମୀ ଲୋକ ଆସିବେ, ସେମାନେ ଲୁହା ବେଡିରେ ବନ୍ଧା ହେଇକି ଆସିବେ। ପୁଣ୍ୟ କର୍ମୀ ଲୋକମାନେ ସୁନା ବେଡିରେ ବନ୍ଧା ହେଇକି ଆସିବେ। ଯୋଉ ବେଡିରେ ବନ୍ଧା ହୁଅନ୍ତୁ, ଉଭୟ ଯାଇକି ଆସନ୍ତି ଜେଲ ଖାନାକୁ ଆସିବେ, ଜନ୍ମ ମୃତ୍ୟୁ ଚକ୍ରକୁ ଆସିବେ। ଆଉ ଜନ୍ମ ମୃତ୍ୟୁ ଚକ୍ରରେ ତ ସୁଖ ଦୁଃଖ ଭଲ ମନ୍ଦ ସବୁ ଅଛି, କାମ କ୍ରୋଧ ଲୋଭ ମୋହ ଅଛି। ତମେ ତ ସେଇ ବନ୍ଧନରେ ପଡିଲ, ଆଉ ମୁକ୍ତି ପାଇଲ କୋଉଠି? ତାହେଲେ ସେମାନେ କହୁଛନ୍ତି ଆମେ ମୁକ୍ତି ହେବୁନୁ, ଏଇ ବନ୍ଧନରେ ରହିକି ସୁଖ କରିବୁ। ନା ନା, ସିଏ କହିବା କଥା ଯେ ଯୋଉମାନେ ବ୍ରହ୍ମଦେବକୁ ଉପାସନା କରୁଛନ୍ତି, ସେମାନଙ୍କର ଗତି ଫେରେ, ତାଙ୍କର ପୁଣ୍ୟ ବଳ ସରିଗଲେ ଫେରେ ତାଙ୍କର ସିଏ ଫେରେ ମର୍ତ୍ତ୍ୟ ଲୋକରେ ଜନ୍ମ ହେବାର ସମ୍ଭାବନା ଅଛି। କିନ୍ତୁ ଭଗବାନଙ୍କ ଧାମକୁ ଯିଏ ପ୍ରାପ୍ତ ହୁଏ, ସେ ଆଜୀବନ ପାଇଁ ତାର ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡେନି। ମିଛ ସେଟା ଭୁଲ ଧାରଣା। ଯେ ବ୍ରହ୍ମ ଲୋକକୁ ଯିଏ ଯିବେ, ସିଏ ତ ଜନ୍ମ ମୃତ୍ୟୁ ଚକ୍ରରୁ ପଳେଇଗଲା, ତାର ଆଉ ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ବୈକୁଣ୍ଠ ଧାମକୁ ଯିଏ ଗଲା, ସେ କହୁଛନ୍ତି ବୈକୁଣ୍ଠ ଧାମ ଯିଏ ରହିଲା, ସବୁଦିନ ଆମେ ସେବକ ହେଇକି ରହିବୁ। ଏଇଆ ତ ସେ କହୁଛନ୍ତି। ଆଜ୍ଞା ହଁ ନାଇଁ, ସେବକ ହେଇକି ବୈକୁଣ୍ଠ ଧାମରେ ସବୁଦିନ ପାଇଁ ରହିବେ, ପ୍ରମାଣ ଦେଇପାରିବେ ସେ ଆମକୁ? ବୈକୁଣ୍ଠ ଧାମକୁ ଯା ବା ଦେବଲୋକକୁ ଯା, ତମେ ବାବା ଗୀତା କହୁଛି ତମେ ପୁନଶ୍ଚ ଫେରିବ। ସିଏ ଯାହା କହୁଛନ୍ତି ତୁ ଚିନ୍ତା କରୁଛୁ, ତୁ ଗୀତା ପଢିକି ଦେଖୁନୁ। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା ହଉଛି, ଶୁଣୁ, ତୁ ସମସ୍ତଙ୍କ କଥା ବୁଝୁଛୁ, ଠିକ କରୁଛୁ, ଭଲ କରୁଛୁ। ତୁ ଗୋଟେ କଥା କର, ଗୀତା ଭାଗବତ ଆହୁରି ପଢ, ତୋ ମୁଣ୍ଡ ଟାଣ ହେଲେ କଥା ଗୁଡାକ ସବୁ ବୁଝିବି କି ଜାଣିବି। ହେଲା। ତ ମାନେ ଆଜ୍ଞା ମୁଁ କହିସାରି, ଆଜ୍ଞା ସେମାନେ ଯାହା କହୁଛନ୍ତି ତାଙ୍କ ମତରେ ସିଏ କହୁଛନ୍ତି। ହଁ ବୁଝିପାରୁଛୁ ନା? ଆଜ୍ଞା ସେମାନେ ଯାହା କହୁଛନ୍ତି ତାଙ୍କ ମତରେ କହୁଛନ୍ତି, କିନ୍ତୁ ପ୍ରକୃତ ନିର୍ଗୁଣ ମତ ତୁ ଶଙ୍କରାଚାର୍ଯ୍ୟଙ୍କ କଥା ଦେଖୁନୁ। ବଡ ବଡ ମାନେ ଯୋଉ ଜ୍ଞାନୀ ମାନେ ସବୁ ଥିଲେ, ଯୋଉ ମହର୍ଷି ଥିଲେ, ସେମାନଙ୍କର ଯୋଉ ଲେଖା ଅଛି ଭାଗବତ ଦେଖୁନୁ। ବି ସେ ନିରାକାରଙ୍କୁ ମାନେ ସ୍ମରଣ କରନ୍ତି ଚେତନା। ଉଁ ଶଙ୍କରାଚାର୍ଯ୍ୟ ବି ସେଇ ଶୂନ୍ୟ ନିରାକାରକୁ ସ୍ମରଣ କରନ୍ତି ନା, ଭଗବାନଙ୍କର ମାନେ ନିରାକାର ବ୍ରହ୍ମକୁ ସ୍ମରଣ ହଁ କରନ୍ତି ହଁ ଶଙ୍କରାଚାର୍ଯ୍ୟ। ହଁ, ଅହଂ ବା ସେଇଥିପାଇଁ କହିଲେ ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ। ଏଇ ଚିନ୍ତାଧାରା କରିସାରିଲା ପରେ ତମେ ବ୍ରହ୍ମରେ ଲୀନ ହେଇଯିବ, ସଇଲା କାମ, ପୁରା ଜନ୍ମ ମୃତ୍ୟୁ ଚକ୍ରରୁ ପଳେଇଯିବ। ଆଉ ସିଏ କହୁଛନ୍ତି ପଳେଇବୁନୁ, ଡର ମାଡୁଛି, ଆମେ ଯିବୁନୁ ସେଠିକି, ଆମେ ଖାଲି ରହିବୁ। ମାନେ କଳି ଯୁଗରେ ଆଉ କୌଣସି ସାଧନା ହେଇପାରିବନି, କେବଳ ଭଗବାନଙ୍କର ନାମ ଜପ ହିଁ ଶ୍ରେଷ୍ଠ। ଶୁଣୁ, ମୁଁ ଆଉ ତତେ ଗୋଟେ କଥା ବୁଝେଇ ଦଉଛି ତୋର, ବୁଝିଲୁ କି? ଯେ ବେଶ୍ୟା ନିନ୍ଦନ୍ତି ପୁତ୍ର, ଚୋର ନିନ୍ଦନ୍ତି ଚନ୍ଦ୍ରମା, ବୁଝିଲୁ, ଅକର୍ମା ଭୂମି ନିନ୍ଦନ୍ତି। ବୁଝିପାରୁଛୁ କି? ଆଜ୍ଞା ଅକର୍ମା ଯିଏ, ସେ ଭୂମିକି ନିନ୍ଦା କରିବ। ବେଶ୍ୟା ଚନ୍ଦ୍ରମାକୁ ନିନ୍ଦା କରିବ, ଚଉର ଚନ୍ଦ୍ରମାକୁ ନିନ୍ଦା କରିବ, ବେଶ୍ୟା ପୁତ୍ରକୁ ନିନ୍ଦା କରିବ। ସେମିତି ସେମାନେ ସବୁ ଅକର୍ମା, ସେମାନେ ତମ କର୍ମ କରିବା ପାଇଁ ସେମାନେ ସକ୍ଷମ ନୁହନ୍ତି। ତେଣୁ କହୁଛନ୍ତି ନା କଳି ଯୁଗରେ ହେଇପାରିବ। କଣ ହେଇପାରିବନି? କୋଉ କଥା ହେଇପାରିବନି? ସବୁ କଥା ହେଇପାରିବ। ସେ କିନ୍ତୁ ଲୋକଟା ମାନେ କହନ୍ତି ଯୋଉ ହରିନାମ 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 ହିଁ କେବଳ କଳଉ ନାସ୍ତେଇବ ନାସ୍ତେଇବ। ନା, ସିଏ ଯାହା କହୁଛନ୍ତି ଠିକ, କିନ୍ତୁ ସେଇଟା ହଉଛି, ଶୁଣ, ସେଇଟା ଠିକ ଯେ ହରେ ନାମ କେବଳମ୍, ବୁଝିଲୁ, କଳଉ ନାସ୍ତେଇବ 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 ଗତିରନ୍ୟଥା। ସେ କଥାଟା ଠିକ, କିନ୍ତୁ ସେଇ ଗତି, ସେ ଯୋଉ ହରି ନାମଟା କେମିତି ସ୍ମରଣ କରିବ? ସେ କୌଶଳ ଖାଲି ପାଟିରେ କହିଲେ ହବ ନା? ହରିନାମକୁ ତମେ ହୃଦୟରେ ଜପ କର। ବୁଝିପାରୁଛୁ ନା? ପାଟିରେ ତାଙ୍କୁ ପଚାରିବନି ହରିନାମ କଳି ଯୁଗରେ ଠିକ ଯେ, ତାକୁ ହୃଦୟରେ କେମିତି ଜପ କରିବି, ତା ଫର୍ମୁଲା ଆମକୁ କୁହନି। ଭାଗବତରେ କଣ କହୁଛି? ହୃଦେ ଗୋବିନ୍ଦ ପଦ ଧ୍ୟାଇ, ନୟନ ବୁଜି ଯିବା ଧାଇଁ, ପଥ ନ ଜାଣି ଯେବା ହୁଡେ, ସେ ପ୍ରାଣୀ କେବେ ହେନ ପଡେ। ହୃଦୟରେ ଧ୍ୟାନ କର ହରିନାମକୁ, ବୁଝିଲୁ କି? କଳି ଯୁଗରେ ହରିନାମ ଠିକ, କିନ୍ତୁ ସେଇ ହରିନାମଟାକୁ ତମେ ହୃଦୟରେ ଜପ କର, କୌଶଳ ଦିଅ ଲୋକମାନଙ୍କୁ। ତାପରେ ଏଇ ଗୋଟେ କଥା, ତାପରେ ତୁ ତୋର ସିଦ୍ଧାନ୍ତ କର, ତୋ ଆଗ ଆହୁରି ଘାଣ୍ଟେ। ତୋର ବର୍ତ୍ତମାନ ଟାଇମ ହେଇନାହିଁ,
ତୁ ବର୍ତ୍ତମାନ ଏଇ ଯୋଉ ଆହୁରି ଲୋକ ମାନେ ସେବା ପୂଜା କରିକି ବା ସେମାନେ ତାଙ୍କ କଥା ଜାଣିଲୁ, ତାଙ୍କ କଥା ଜାଣିଲୁ। ଅବ୍ୟକ୍ତକାମୀ ମାନଙ୍କ ପାଖକୁ ଯା, ସମସ୍ତଙ୍କ ପାଖକୁ ଯା, ବୁଲି 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 5 10 ବର୍ଷ 20 ବର୍ଷ ବିତୁ, ତାପରେ ଯାଇକି ତୋ ମୁଣ୍ଡ ଠିକ ହେଲେ ଯାଇକି ତୁ ଠିକ ବାଟକୁ ଆସିବୁ। କିନ୍ତୁ ଯଦି ତୁ ଶୀଘ୍ର ପାଇବା ପାଇଁ ଚାହୁଁଛୁ ତାହେଲେ ଆମର ଉପଦେଶ ହଉଛି ତମେ ଜଣେ ସଦ୍ଗୁରୁକୁ ଧରିକି ଆଗେ କର୍ମ କର। ଏଗୁଡାକ ଉପରେ ମୁଣ୍ଡ ପୁରେଇଲେ କିଛି କରିପାରିବୁନି, ସେମିତି ବୁଲୁଥିବୁ ଭବଗୁଣରେ। ତ ସଦ୍ଗୁରୁଙ୍କୁ କିପରି ଫେରେ ଚିହ୍ନିବା? ହଁ, ସଦ୍ଗୁରୁ କେତେ ମୋ ଏପିସୋଡ ଦେଖୁନୁ, ସେଇଥିରେ ସବୁ କହିଦେଇଛି, ସେ ଖୋଲିକି ଦେଖେ ବୁଝୁ। ସଦ୍ଗୁରୁକୁ କେମିତି ଚିହ୍ନିବୁ ସେଇଟା ମୁଁ କହିଦେଇଛି। ମୋ ଏପିସୋଡ ଦେଖୁଛୁ ନା? ଆଜ୍ଞା ଆଜ୍ଞା, ମୁଁ ଦେଖେ। ଅଖିଳ ଜ୍ୟୋତି ଚ୍ୟାନେଲ କେଇଟା ଭିଡିଓ ଦେଖିଛୁ ତୁ? ମୁଁ ଦେଖିଥାଏ 10-12ଟା ଖଣ୍ଡେ ଦେଖିଛି। 10-12ଟା ଦେଖିକି ତୋର ଜ୍ଞାନ ହେଇଗଲାଣି। ମୁଁ ପା 1000-1500 ଭିଡିଓ ଛାଡ଼ିଲିଣି। ସବୁ ଗୁଡାକ ଦେଖି ସାରିକିରି ମାସେ ପରେ ମତେ ପଚାରିବୁ, ମୁଁ କହିବି ହେଲା। ଆଜ୍ଞା। ମାସେ 30-40ଟା 50ଟା ଖଣ୍ଡେ ଭିଡିଓ 100-200-300 ଭିଡିଓ ଦେଖେ ମୋର। ସବୁ ଗୁଡା ଖେଳେଇ ଦବୁ କି ଗୋଟେ ଭିଡିଓକୁ? ଏବେ ମୋର କର୍ତ୍ତବ୍ୟ କଣ? ମୁଁ ଫେରେ କଣ କରିବି? ମାନେ ଯଦି ଏମିତି ରିସର୍ଚ୍ଚ କରି ମୁଁ କିଛି ଭଜନ ସାଧନ କରିପାରିଲିନି, ମୋର ମୁକ୍ତି ହେଇଗଲା, ତାହେଲେ କଣ ହବ? ମୃତ୍ୟୁ ହେଇଗଲେ ମରିବୁ, ସରିଲା। କାଁ ପୁଣି ବନ୍ଧନକୁ ଆସିବୁ, କଣ ହବ? ଆଉ ତେଣୁ ତୋତେ ସେଇଥିପାଇଁ ମୁଁ ବା କହୁଛି, ତୁ ଶୀଘ୍ର ସଦ୍ଗୁରୁ ଚରଣ ଧରିକିରି କାମ କର। ସଦ୍ଗୁରୁ ତୁ ଚିହ୍ନି ପାରୁନୁ, ଖୋଜ ସଦ୍ଗୁରୁ। ତତେ ଗୋଟେ ରୋଗ ହେଇଛି, ତୁ କଟକ ଯିବୁ ଡାକ୍ତରଖାନାକୁ। ଭଲ ଡାକ୍ତର କିଏ କେମିତି ଜାଣିବୁ କହନି ମତେ? ତତେ ଗୋଟେ ରୋଗ ହେଇଛି, ତୁ ରୋଗ ଭଲ କରିବୁ କଟକକୁ ଯିବୁ, କୋଉ ଡାକ୍ତର ଟା ଭଲ କେମିତି ଜାଣିବୁ? ମାନେ ଯିଏ ସେଇ ରୋଗ ବିଷୟରେ ଭଲ ରିସର୍ଚ୍ଚ କରିଥିବେ, ମାନେ ସେଇ ରୋଗକୁ ତୁ କେମିତି ଜାଣିବୁ ସେଇ ରିସର୍ଚ୍ଚ କରିଛି କି ନାଇଁ? ଭଣ୍ଡ କି ଟାଉଟର କି ଭଲ ମନ୍ଦ ତୁ କେମିତି ଜାଣିବୁ? ସବୁଟା ସମସ୍ତେ ଦେଖାଉଛନ୍ତି ଗୋଟେ ଗୋଟେ ଥେସିସ୍ ପକେଇଛନ୍ତି, ସମସ୍ତେ ହଉଛନ୍ତି ଗୋଟେ ଗୋଟେ ଡାକ୍ତର। କୋଉ ଡାକ୍ତର ଟା ଭଲ ବୋଲି ତୁ ଜାଣିବୁ କେମିତି? ସେ ଡାକ୍ତର ଟା ଭଲ ବୋଲି ଜାଣିବା ପାଇଁ ହେଲେ ତମ ଗାଁରେ, ତମ ପଡିଶାରେ, ତମ ବନ୍ଧୁବାନ୍ଧବରେ ଯୋଉମାନେ ଯାଇକିରି ରୋଗ ଭଲ ହେଇକି ଆସିଛନ୍ତି, ତାଙ୍କୁ ପଚାରେ, ସେ କହିବେ ନା ନା ଅମୁକ ଡାକ୍ତର ପାଖକୁ ମୁଁ ଯାଇଥିଲି, ମୋ ରୋଗଟା ଭଲ ହେଇଥିଲା, ସେଇ ଡାକ୍ତରଟି ଭଲ, ତୁ ସେଇଠିକି ଯା। ଏଇଆ ନା ନାଇଁ? ଆଜ୍ଞା। ତାଙ୍କ କଥା ବିଶ୍ୱାସ ନ କରିକି ଖାଲି ଗଲେ ଗୋଟେ ବୁଝିପାରିବୁନୁ। ଠିକ ସେଇଭଳି ସବୁ ଭକ୍ତ ମାନଙ୍କୁ ତୁ ପଚାରେ, ସଦ୍ଗୁରୁ ବୋଲିକି ତାଙ୍କ ମୁଖରୁ ଶୁଣି ସାରିଲା ପରେ ଯିଏ ସଦ୍ଗୁରୁ ତାଙ୍କ ଯାଇକି ତାଙ୍କ ଦୀକ୍ଷା ନେ। ଆଉ ବିଶେଷତଃ ମୁଁ ତତେ ଗୋଟେ ସରଳ ସୂତ୍ରରେ କହୁଛି, ଯୋଉମାନେ ସବୁ ପରମହଂସ ସେଇମାନେ ହଉଛନ୍ତି ସଦ୍ଗୁରୁ। ବୁଝିପାରିଲ? ପରମହଂସ। ହଁ, ପରମହଂସ ଯୋଉମାନେ ସବୁ ପରମହଂସ ସେଇମାନେ, ଏ ନିଗମାନନ୍ଦ ପରମହଂସ, ରାମକୃଷ୍ଣ ପରମହଂସ, ଅଭିରାମ ପରମହଂସ, ଆମ ଗୁରୁ ଦୟାନିଧି ପରମହଂସ, ଏଇମାନେ ହଉଛନ୍ତି ସବୁ ସଦ୍ଗୁରୁ। ମୁଁ ଯୋଉ ମାର୍ଗକୁ ଯାଏ ସେ ମାର୍ଗରେ, ମାନେ ସିଏ କହୁଛନ୍ତି ଯେ ଇଏ ଅପସମ୍ପ୍ରଦାୟ, ସିଏ କହୁଛନ୍ତି ଅପସମ୍ପ୍ରଦାୟ। ଏଇ ମାର୍ଗ ଟା ଭୁଲ, ଏଠି ଗୁରୁ ଗ୍ରହଣ କଲେ ସେ ତାଙ୍କର ଗୁରୁ ପରମ୍ପରା ନାହିଁ। ତା ମାନେ ତା ଅର୍ଥ ହଉଛି ସେମାନେ କହୁଛନ୍ତି ଆମ ପରମ୍ପରାରେ ତ ମିଶ, ତାଙ୍କର କିଛି କାମନା ରହୁଛି। ତେଣୁ ଯଦି ତୁ ଯିବୁ ଯା, ମୋର କିଛି କହିବାର ନାହିଁ। ମୁଁ ତତେ ବୁଝେଇଦେନି, ତୋ ଖୁସିରେ ତୁ ତୋର କୋଉଠି ଯାଇ ଦେଖା କର, ମତେ କିଛି ସେମାନେ କହୁଛନ୍ତି ମତେ କହିବୁନୁ ଦିନେ ଆଉ ଦିନେ। କିଏ କହୁଛନ୍ତି ମତେ କହନା, ତୁ କଣ ବୁଝୁଛୁ ମତେ କହ ହେଲା। କାହା କଥା ମତେ କହିଲେ ମୁଁ ବୁଝିପାରିବିନି କି କହିପାରିବି ସେ ହେଲା। କହୁଛନ୍ତି, କିନ୍ତୁ ସିଏ ବି ଯାହା ମାନେ ନା ସିଏ ଶାସ୍ତ୍ର ଯଦି କହୁଛନ୍ତି, ଶୁଣ, ସିଏ ଯଦି କହୁଛନ୍ତି ତୁ ଯଦି ମନକୁ ଆସିଛି ଗ୍ରହଣ କର, ନହେଲେ ନାହିଁ, ମତେ କାହିଁ ଆଉ କହୁଛୁ? ସିଏ କହୁଛନ୍ତି, ମତେ କେମିତି କହୁଛୁ? ମୁଁ କହୁଛି ଯିଏ ଆପଣଙ୍କ ଶୁଣ କଥାରେ ପଇସାରେ, ସତ୍ୟ ଲାଗିଲା ଯେ ସେମାନେ କହୁଛନ୍ତି ଯେ ଏଇଆ ମତେ କହିଲୁ, ଆଉ ତୁ ତାଙ୍କୁ ପଚାରେ, ବିଶ୍ୱର ବାବା କହୁଛି ଏଇଆ, ତାଙ୍କୁ ଯାଇ ପଚାରୁନୁ। ମୁଁ ପା କହିନି ସଦ୍ଗୁରୁ ଗ୍ରହଣ କର, ତୋର ସବୁ ହବ। ଯିଏ ସଦ୍ଗୁରୁ ତାଙ୍କୁ ଗ୍ରହଣ କର।